ନିଜ ବାସରେ କଣ ଯେମିତି ଭାଙ୍ଗିଛ ସେମିତି ଭାଙ୍ଗିବ, ଯେମିତି ଭାଙ୍ଗିଛ ସେମିତି ଭାଙ୍ଗିବ। ଆପଣ ଦେଖନ୍ତୁ ଜଣେ କଳାକାର ବ୍ୟାନର ଯଦି ପାର୍ଟି ଚାଲୁଛି, ଯଦି କଳାକାର ତାଙ୍କୁ ଇନକମ୍ ଦେଉଛି, ସେ ପଇସା ନେବାର ଅସୁବିଧା ରହିଲା କେଉଁଠି? 85% କଳାକାର ଆଜି ବି ସେଇ ଶୃଙ୍ଖଳା ଭିତରେ ଅଛନ୍ତି, 15% କଳାକାର ବିଶୃଙ୍ଖଳିତ ହେଇଯାଇଛନ୍ତି। ଦର୍ଶକ ବନ୍ଧୁ, ଆମେ ଆଜି ପହଞ୍ଚି ଯାଇଛୁ ସ୍ୱର୍ଣ୍ଣ ମହଲର ଆଖଡ଼ା ଘରେ, ଯେଉଁଠି ଆଖଡ଼ା ଚାଲିଛି, ଯେଉଁଠି ଶିକ୍ଷା ଦିଆଯାଏ, ଯାତ୍ରାର ଶିକ୍ଷା। କାହିଁକିନା ଏହି ଶିକ୍ଷା ପରେ ପେଣ୍ଡାଲକୁ ଓହ୍ଲେଇଯିବେ ଆକ୍ଟର ଆକ୍ଟ୍ରେସ୍ ମାନେ। ଆଉ ଯାହା ନିର୍ଦ୍ଦେଶନାରେ ଏ ସବୁ ଘଟଣା ଘଟେ, ଏ ଇଙ୍ଗିତରେ ଯାହାର ସବୁ ଘଟେ, ସେ ସାର୍ ଆମ ସହିତ ଉପସ୍ଥିତ ଅଛନ୍ତି। କାହିଁକିନା କୁହାଯାଏ ଯେତେବେଳେ ଦୀପକ ଜେନାଙ୍କ ଲେଖା ଆଉ ଗୁରୁ ସାର୍ଙ୍କ ନିର୍ଦ୍ଦେଶନା ମିଶିଯାଏ, ସେତେବେଳେ ନାଟକର ବହି ଜମିଯାଏ। ଆମ ସହିତ ଅଛନ୍ତି ଗୁରୁ ସାର୍, ସିଧାସଳଖ କଥା ହେବା। ସାର୍ ପ୍ରଥମେ ତ ୱେଲକମ୍ କରିବି ସମାଜ ଲାଇଭକୁ। ନମସ୍କାର ସମାଜ ଲାଇଭକୁ, ଏବଂ ଏହି ସମାଜ ଲାଇଭ୍ ମାଧ୍ୟମରେ ମଧ୍ୟ ପ୍ରଥମେ ପ୍ରଣାମ କରିବି ମୋର ଭଗବାନ, ମୋର ଗୁରୁ ଇଞ୍ଜିନିୟର ଆଶୁତୋଷ ମହାପାତ୍ର, ପଥ ପ୍ରଦର୍ଶକ ଗୋପୀନାଥ ବାରିକ ସାର୍, ଆଉ ସମାଜର ସମସ୍ତ ଯିଏ ଆମର ଯେଉଁ କ୍ୟାମେରା ଭାଇ ଆସିଛନ୍ତି, ଆପଣ ସମସ୍ତଙ୍କୁ ସ୍ୱାଗତ। ଆଉ ଏହି ମାଧ୍ୟମରେ ନିଶ୍ଚିତ ଭାବରେ ଧନ୍ୟବାଦ ଦେବି ଏବଂ ପ୍ରଣାମ ଜଣାଇବି ମୋର ଦର୍ଶକ ଭଗବାନମାନଙ୍କୁ। ସାର୍ ସ୍ୱର୍ଣ୍ଣ ମହଲ ଏଥର କ'ଣ ସାର୍ ଏମିତି ନୂଆ ଛୁଙ୍କ ନେଇ ଆସିବ ଯେ ଲୋକମାନେ ଟିକେଟ୍ କିଣିବେ, ଯାଇ ଯାତ୍ରା ଦେଖିବେ? ସ୍ୱର୍ଣ୍ଣମହଲ ମୋ ପାଇଁ ନୂଆ ନୁହଁ। ସ୍ୱର୍ଣ୍ଣମହଲ ମୋ ଘର ପାଟି କହିଲେ ଅତ୍ୟୁକ୍ତି ହେବ ନାହିଁ। ନିଶ୍ଚିତ ଭାବରେ ଏଥର ଗ୍ୟାରେଣ୍ଟି ରହିଛି ସ୍ୱର୍ଣ୍ଣମହଲର, ନିଶ୍ଚିତ ଦର୍ଶକ ଟିକେଟ୍ କିଣିବେ। 3 ଖଣ୍ଡ ନାଟକ ପ୍ରସ୍ତୁତି ହେଉଛି ସ୍ୱର୍ଣ୍ଣମହଲରେ। ନିହାର ରଞ୍ଜନ ମହାନ୍ତି ଆଉ ଆମର ବଳିଆ ସାର୍ଙ୍କର ଶୁଣ ହେ ରାମ କାହାଣୀ, ଆଉ ପ୍ରଦୀପ ସାର୍ ୟୁନିକ୍ ପ୍ରଦୀପ ବେହେରା ସାର୍ଙ୍କର ହେଉଛି ଆମର ତୋ ସ୍ତ୍ରୀ ରାଣ ମୋତେ ସିନ୍ଦୁର ଦେବୁ, ଏବଂ ନାଟ୍ୟକାର ଡକ୍ଟର ଦୀପକ ଜେନା ଆଉ ମୋ ଯୋଡ଼ିରେ ପ୍ରଥମ ନାଟକ ଏ ବର୍ଷ ଆମେ କରୁଛେ ସ୍ୱର୍ଣ୍ଣମହଲରେ, ତୋ ନାଁ ପାଖରେ ମୋ ନାଁ ଲେଖା। ଅତି ଚମତ୍କାର କାହାଣୀଟିଏ, ଯାହାର ସ୍ୱର ସଂଯୋଜନା କରିଛନ୍ତି ଅମୃତାଂଶୁ ପଟ୍ଟନାୟକ, ଗୀତ ଦେଇଛନ୍ତି ନିଗମ ମିଶ୍ର, ନୃତ୍ୟ ଦେଇଛନ୍ତି ଚୁଇଁ ସାର୍, ଏବଂ ସହ ନିର୍ଦ୍ଦେଶନାରେ ଅଛନ୍ତି ମୋର ପ୍ରିୟ ଚିରଞ୍ଜୀବ ରାଉତ ଏବଂ ସ୍ୱର୍ଣ୍ଣମହଲର କଳାକାରମାନେ। ଆଉ ବିଶେଷ କରି ଧନ୍ୟବାଦ ଦେବି ଅଧିକ ଯେ ସ୍ୱର୍ଣ୍ଣମହଲର ପ୍ରଯୋଜକ ଶ୍ରୀ କବିରାଜ ସ୍ୱାଇଁ, ଆଉ ବିଶେଷ କୃତଜ୍ଞତା ପବିତ୍ର ସ୍ୱାଇଁ ଏବଂ ଉପଦେଷ୍ଟା ଶ୍ରୀଯୁକ୍ତ କ୍ଷୀରୋଦ ସ୍ୱାଇଁ। ସେମାନେ ମୋତେ ବାରମ୍ବାର ଏ ଅନୁଷ୍ଠାନରେ ସୁଯୋଗ ଦେଇଥିବାରୁ ମୋର ଏଇଟା 4 ଖଣ୍ଡ ନାଟକ ହେଇଗଲା ଏ 4 ବର୍ଷ। 4 ଖଣ୍ଡ ନାଟକ। ସାର୍ ଏଥର କେଉଁ ନାଟକ, ନାଟକର ନାଁ କ'ଣ ଅଛି, କାହାଣୀ କ'ଣ ଅଛି? ସମସ୍ତେ ଅଡ଼ିଏନ୍ସ ଅନେଇ ବସିଛନ୍ତି, କାରଣ ଆପଣଙ୍କ ନିର୍ଦ୍ଦେଶନା, ଦୀପକ ଜେନା କଲେ। ନାହିଁ ସେମିତି କିଛି ନାହିଁ। ନାଟକର ନାଁ ଅଛି ତୋ ନାଁ ପାଖରେ ମୋ ନାଁ ଲେଖା। କାହାଣୀ ଅତି ଗୋଟେ ଚମତ୍କାର କାହାଣୀ ହେଇଛି, ସୁନ୍ଦର, ମାନେ ୟଙ୍ଗ ମାସ୍ ମାନଙ୍କ ପାଇଁ ଗୋଟେ ଡେଡିକେଟେଡ୍ ଲଭ୍ ଷ୍ଟୋରି ଆମେ ଏ ନାଟକରେ ନେଇଛୁ। ଏବଂ ଗତ ବର୍ଷ ଯେମିତି କୋଣାର୍କରେ ତୁ ବୋଧେ ମୋ ଭାଗ୍ୟରେ ନାହୁଁ ର ସଫଳତା ପରେ ନିଶ୍ଚିତ ଭାବରେ ମୁଁ ଆଶାବାଦୀ, ମୋ ନାଟ୍ୟକାର ବି ଆଶାବାଦୀ, ପ୍ରଯୋଜକ ମଧ୍ୟ ଆଶାବାଦୀ ଅଛନ୍ତି। ଏ ନାଟକଟି ନିଶ୍ଚିତ ସେଇଭଳି ବାଟକୁ ଯିବ, ସେଇ ପାଖକୁ ଯିବ ବୋଲି ଆଶା ଅଛି। ନିଶ୍ଚିତ। କାହା ନାଁ ପାଖରେ କାହା ନାଁ ଲେଖା ହେଇଛି? ଏଠି ହିରୋ କିଏ, କାହା ନାଁ ପାଖରେ ଆପଣ କାହା ନାଁ ଲେଖିଲେ? ଏଥିରେ ଆମର ମୁଖ୍ୟ ନାୟକ ଭୂମିକାରେ ସୁବାସ ବେହେରା ଅଛନ୍ତି, ମୁଖ୍ୟ ନାୟିକା ଭାବରେ ଭାବନା ଅଛନ୍ତି, ମାମା ଅଛନ୍ତି। ଆଉ ନାଟକ ରିଭିଲ୍ କରିବିନି, କିନ୍ତୁ ନାଟକ ଦେଖିଲେ ନିଶ୍ଚିତ ଜାଣିବେ କାହା ନାଁ ପାଖରେ କାହା ନାଁ ଲେଖା ହେଇଛି। ଏକ ପାରିବାରିକ କାହାଣୀ ସହିତ ଏକ ସୁନ୍ଦର ଡେଡିକେଟେଡ୍ ଲଭ୍ ଷ୍ଟୋରି, ଅତି ଚମତ୍କାର ହେଇଛି ନାଟକଟି। ହଁ ନିଶ୍ଚିତ ଭାବରେ ଗ୍ୟାରେଣ୍ଟି କହିବି।
ନିର୍ଦ୍ଦେଶନା ଯେତେବେଳେ ଆପଣମାନେ ନାଟ ଆରମ୍ଭ ହେଇନଥାଏ ତା ପୂର୍ବରୁ କାମ ଆପଣମାନଙ୍କର ଯେତେବେଳେ ଦର୍ଶକଙ୍କ ଭିତରେ ଆପଣ ଯାଇ ଗୋଟେ ଦର୍ଶକ ହେଇ ଦେଖନ୍ତି ଏବେ ସାର୍ କ'ଣ ଲକ୍ଷ୍ୟ କରୁଛନ୍ତି ଲୋକଙ୍କୁ କ'ଣ ଦରକାର ଯେଉଁଟା ଆମେ ଦେଇପାରୁଛୁ ହୁଏତ ଦେଇପାରୁନୁ କ'ଣ ଲକ୍ଷ୍ୟ କରୁଛନ୍ତି? ଦର୍ଶକଙ୍କ ଶୁଣନ୍ତୁ ଆଗରୁ ନାଟକ ହେଉଥିଲା ଏବେ ବହୁତ ଲୋକ କହୁଛନ୍ତି ଆଗ ଭଳି ଆଉ ନାଟକ ହେଉନି କିନ୍ତୁ ସେଇଟା ଭୁଲ କନସେପ୍ଟ। କାହିଁକି ଭୁଲ କନସେପ୍ଟ ମୁଁ କହୁଛି ଆଗରୁ ମିଡ଼ିଆ ବେଶୀ ନଥିଲା ଆପଣ ଟିଭି ମିଡ଼ିଆ ଯାଆନ୍ତୁ ପ୍ରତିଦିନ 20ଟା 25ଟା ସିରିଏଲ୍ ଦେଉଛି ବିଭିନ୍ନ ଚ୍ୟାନେଲରେ ସେତେବେଳେ ମୂଳରୁ ଲୋକଙ୍କ ପାଖରେ ସିରିଏଲ୍ ହିଁ ପହଞ୍ଚି ନଥିଲା ଲୋକ କେବଳ ନାଟକ ଦେଖୁଥିଲେ ତେଣୁ ତା ଭିତରେ ସେଇଟା ତାଙ୍କୁ ଭଲ ଲାଗୁଥିଲା। ଏବେ 20ଟା ମିଡ଼ିଆଟା 50ଟା ମିଡ଼ିଆ ପରେ ସେମାନେ ନାଟକ ଦେଖୁଛନ୍ତି ପୁଣି 300 400 500 ଟଙ୍କା ଟିକେଟ୍ ଦେଇକି ତାହେଲେ ନାଟକର ମାନ କେମିତି କମିଛି ବୋଲି କହିବା? ନାଟକ ଯେମିତି ଅଛି ବରଂ ତାଠୁ ଅଧିକ ଆଗକୁ ଯାଇଛି। ସେତେବେଳେ 2G ଥିଲା ବର୍ତ୍ତମାନ 5G 7G 8G କୁଆଡ଼େ ଯାଇଛି ହେଲା କି? ଏତେ ମିଡ଼ିଆ ଭିତରେ ଯଦି ନାଟକ କମ୍ପିଟିସନ୍ କରୁଛି ତାହେଲେ ନାଟକ ଖସିଗଲା କି ବୋଲି କେମିତି କହିବା ଆମେ? ଏଇ କଥାରୁ ମନେ ପଡ଼ିଲା ଏବେ ଜେନ୍ ଜିର ଜମାନା ସାର୍ କୁହାଯାଏ ଯେ ଆଗରୁ ଯେତେବେଳେ ରିହର୍ସାଲ ହେଉଥିଲା ବହୁତ ସମୟ ଲାଗୁଥିଲା ଗୋଟେ କଳାକାରକୁ ସମୟ ମିଳୁଥିଲା ଏବେ ସାର୍ ମାସେ ବି ନୁହଁ ସବୁ ସରିଯାଉଛି ସାର୍ ବିଜିଏମ୍ ହେଇଯାଉଛି ନାଟ ହେଇଯାଉଛି ସାର୍ କ'ଣ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି ଆପଣ? ଟିକେ କଷ୍ଟ ହେଉଛି? ଗୋଟିଏ ଶବ୍ଦରେ କହିବି ଏଠି ସମସ୍ତେ ବ୍ୟସ୍ତ କାହା ପାଖରେ ସମୟ ନାହିଁ। ଆପଣମାନେ ଦେଖନ୍ତୁ ମୁଁ ଦେଖିଛି ଆଗରୁ ଯେତେବେଳେ ଲୋକମାନେ ରାସ୍ତାରେ ଯାଉଥିଲେ ଆପଣ ଗୋଟେ ପାନ ଦୋକାନୀ ଛିଡ଼ା ହେଇକି ଲକ୍ଷ୍ୟ କରିବେ ପ୍ରତ୍ୟେକ ଲୋକଙ୍କୁ ଲକ୍ଷ୍ୟ କରିବେ କାହା ମୁହଁରେ ହସ ନାହିଁ। ଆପଣ ଥରେ ଚେଷ୍ଟା କରନ୍ତୁ ମୁଁ ଦେଖିଛି ବହୁତ ମୁଁ ଏକ୍ସପେରିମେଣ୍ଟ ବହୁତ କରେ ମୁଁ ବସିକି ଦେଖୁଥିବି ଘଣ୍ଟା ଘଣ୍ଟା ବସିକି ଲୋକ ଯାଉଥିବେ କିଏ ସାଇକେଲରେ ଯାଉଥିବ କିଏ ମୋଟରସାଇକେଲ ଯାଉଥିବ କିଏ ଛୁଆକୁ ଛାଡ଼ିବାକୁ ଯାଉଥିବ କିଏ ସ୍ତ୍ରୀକି ନେଇକି ଯାଉଥିବ କିଏ ପ୍ରେମିକାକୁ ଧରିକି ବୁଲୁଥିବ ହସ କାହା ମୁହଁରେ ନାହିଁ କାହିଁକି ନା ସେମାନେ ସବୁ ବ୍ୟସ୍ତ। ଏଠି ମାଲିକ ବ୍ୟସ୍ତ କଳାକାର ବ୍ୟସ୍ତ ନାଟ୍ୟକାର ନିର୍ଦ୍ଦେଶକ ବ୍ୟସ୍ତ ସମସ୍ତେ ବ୍ୟସ୍ତ ଏବଂ ସବୁ ଭିତରେ ଗୋଟେ କମର୍ସିଆଲ କଥାଟା ରହିଯାଉଛି। ଆମେ ଗୋଟେ ନାଟକକୁ ଧରାଯାଉ 3 ମାସ ରିହର୍ସାଲ କରିବା ମାଲିକଙ୍କର ଯେତିକି ଖର୍ଚ୍ଚ ହେବ ସେଇ ନାଟକରେ 10 ଦିନରେ ସେଇଆ ଖର୍ଚ୍ଚ ହେବ କି? ବହୁତ କମିଯିବ। ତେଣୁ ଏଇ ବ୍ୟସ୍ତତା ଆଉ କମର୍ସିଆଲ ଏଇ ଦୁଇଟାଙ୍କ ସମୟକୁ ସଂକୁଚିତ କରିଦେଇଛି। କାହା ପାଖରେ ସମୟ ନାହିଁ। ମାଲିକ ଚାହୁଁଛନ୍ତି କେମିତି ମାସେ ଭିତରେ 3 ଖଣ୍ଡ ନାଟକ କରିକି ବିଦା କରିବି ପଇସା ରୋଜଗାର ହେବ। ନାଟକର ନିର୍ଦ୍ଦେଶକ ଚାହୁଁଛନ୍ତି କେମିତି 10 ଦିନ ଭିତରେ ମୁଁ ନାଟକ କରିଦେଲେ ମୁଁ 4ଟା 5ଟା ନାଟକ କରିବି। କଳାକାର ଚାହୁଁଛନ୍ତି କେମିତି ଯେତେ ଶୀଘ୍ର ମୁଁ ନାଟକଟା କରିଦେଲେ ମୁଁ ଛୁଟି ପାଇବି ହେଲା କି? ଏଇ ସବୁ ଭିତରେ ଚାଲିଛି। ଭଲ କଥା କହିଲେ ସାର୍। ଆକ୍ଚୁଆଲି କାହାକୁ ନେଇ ନାଟକ ଚାଲେ? ଲେଖକ ନିର୍ଦ୍ଦେଶକ ଷ୍ଟୋରି ଆପଣଙ୍କୁ କ'ଣ ଆପଣଙ୍କର ନିଜସ୍ୱ ମତ କ'ଣ? ମୋ ମତ ହେଉଛି ନାଟକ ଯଦି ଆପଣଙ୍କ ପାଖରେ ଭଲ ଗପ ଅଛି ନିଶ୍ଚିତ ଭାବରେ ଚାଲିବ। ପ୍ରଥମ ନାଟକର ନାୟକ ହେଉଛି ଗପ ଷ୍ଟୋରି ଯଦି ଆପଣ ଭଲ କରିନାହାନ୍ତି ତାହେଲେ ନାଟକ ଚାଲିବନି। ଏବଂ ସବୁବେଳେ ଦର୍ଶକଙ୍କ ରୁଚି ଦର୍ଶକ କ'ଣ ଚାହୁଁଛନ୍ତି ଦେଖିବା ପାଇଁ। ଆମେ ବେଳେବେଳେ ଦେଖିଥିବା ସଭାରେ ଜଣେ ଜଣେ ବକ୍ତା ଆସନ୍ତି ବକ୍ତା ସିଏ ଭାଷଣ ଚଲେଇଥିବେ ସେ ବହୁତ ଜ୍ଞାନୀ କଥା କହୁଥିବେ ବହୁତ ବଡ଼ ବଡ଼ କଥା କହୁଥିବେ ଦର୍ଶକ ଶୁଣୁନଥିବେ। ଆପଣ ବି ବହୁତ ମଞ୍ଚକୁ ଯାଉଥିବେ ମୁହଁ ବୁଲେଇକି କାହିଁକି ଗପୁଛି କି ଯେ ଏମିତି କହୁଥିବେ ସବୁ ହେଲା କି? ତା ତ କ'ଣ ସେ କଥା ଖରାପ କହୁଛି କି? କଥା ଖରାପ କହୁନି କିନ୍ତୁ ତାହା ଦର୍ଶକଙ୍କ ରୁଚି ନୁହଁ। ଏଇଟା ଓଡ଼ିଶା। ଏଠି ଆମେ ଓଡ଼ିଶାର ସଂସ୍କୃତି ଓଡ଼ିଶାର ପରମ୍ପରା ଓଡ଼ିଆର କଥା କହିଲେ ପଖାଳ କଂସାର କଥା କହିଲେ ଏଠି ଦର୍ଶକ ବୁଝିବେ। କଥା ପଚାରିବା ପାଇଁ ଚାହିଁବେ ଆପଣ ଜଣେ ନିର୍ଦ୍ଦେଶକ ବେଳେବେଳେ କାହାଣୀ ଦେଖିଲେ ଆପଣଙ୍କୁ ଲାଗେନି ଏଇ କାହାଣୀ ପାଇଁ ବୋଧହୁଏ ସେଇ କଳାକାର ହେଇଥିଲେ ଭଲ ହେଇଥାନ୍ତା କିନ୍ତୁ ମୋ ପାଖରେ ସେ କଳାକାର ନାହିଁ? ନିଶ୍ଚିତ ଭାବରେ ଆପଣ ଗୋଟେ ଚରିତ୍ର ଯେତେବେଳେ ଦେଖୁଛନ୍ତି ଗୋଟେ ଡିରେକ୍ଟର ତା ଭିଜୁଆଲଟା ଦେଖେ ମୋ ହିରୋର ମୁହଁଟା ଏମିତି ହେଇଥିବ ତା ନାକଟା ଏଇଆ ହେଇଥିବ ତା ହାଇଟ୍ ଏତିକି ହେଇଥିବ ସେ ଏ କଷ୍ଟ୍ୟୁମ୍ ପିନ୍ଧୁଥିବ ମୋ ହିରୋଇନ୍ଟା ଏମିତି ହେଇଥିବା ଦରକାର ଏଇ ଯେଉଁ କ୍ୟାରେକ୍ଟର ପାଇଁ ମୋ ହିରୋଇନ୍ଟା ଏ ସେଇ ତାକୁ ନେଇକି କଳାକାର ଚୟନ ହେବା କଥା। ଆଜିକାଲି ସେଇଟା ହେଉନି। ତେଣୁ ବେଳେବେଳେ ଫେଡଅପ୍ ହେଉଛି ମୁଁ ଯେଉଁ ହିରୋ ଚାହୁଁଛି ମୁଁ ସେଇ ହିରୋଟାକୁ ପାଉନି। ମୁଁ ଯେଉଁ ହିରୋଇନ୍ଟାକୁ ଚାହୁଁଛି ସିଏ ଆଉ କେଉଁ ପାର୍ଟିରେ ଅଛି ହେଲା କି? ମୁଁ ଯେଉଁ ଭିଲିଆନ୍ଟାକୁ ଚାହୁଁଛି ସିଏ ଅଲଗା କେଉଁଠି ଅଛି।
ଏମିତି ହେଉଛି। କିନ୍ତୁ ଏ ବର୍ଷ ସ୍ୱର୍ଣ୍ଣମହଲକୁ ଧନ୍ୟବାଦ ଦେବି, ସ୍ୱର୍ଣ୍ଣମହଲର ପ୍ରଯୋଜକ ଏବଂ ତାଙ୍କର ଟୋଟାଲି ମ୍ୟାନେଜମେଣ୍ଟ ଟିମ୍କୁ ବହୁତ ସୁନ୍ଦର ଟିମ୍ଟେ କରିଛନ୍ତି। ହଁ, ନୀରଜ ଭାଇ ଅଛନ୍ତି, ସୁଭାଷ ବେହେରା, ନବ ଘୋଷ, ମାଡ଼ ଚୌକି ମାଡ଼ ଖାଇ। ଏବେ ଲାଗୁନି ହିରୋ ହିରୋଇନ ଭାଇରାଲ ହେଇଗଲା ପରେ ଟିକେ ବେଶୀ ପପୁଲାରିଟି ବଢି ଯାଉଛି, ନାଟକ ଦେଖିବାକୁ ଲୋକ ଦୌଡୁଛନ୍ତି, ଭାଇରାଲ ହବା ପଛର କାରଣ? ଦେଖନ୍ତୁ ଭାଇରାଲ କ'ଣ, ଭାଇରାଲ ମୁଁ ଆଜି ପର୍ଯ୍ୟନ୍ତ ସେ ଶବ୍ଦଟାକୁ ଯେତେ ମିଡ଼ିଆରେ ସବୁ ଭାଇରାଲ ଭାଇରାଲ ଚାଲିଛି, ଭାଇରାଲ ନାଟକ, ଭାଇରାଲ ଇଏ ଅମୁକ, ମୁଁ ସେ ଶବ୍ଦଟାର ଅର୍ଥ ଖୋଜିକି ପାଉନି। ଭାଇରାଲ କ'ଣ, ଅଧିକ ଲୋକ ଯେଉଁଟାକୁ ଦେଖିଲେ ସେଇଟା ଭାଇରାଲ। ଆମେ କହୁଛେ ସେଟା ଭାଇରାଲ ଭିଉଅର ହେଇଛି। ଭାଇରାଲ ଭିଉଅର କ'ଣ, ତାକୁ ଜ୍ୱର ବଢ଼ୁଛି ବାରମ୍ବାର ହେଉଛି ବୋଲି ଗୋଟେ ଭାଇରାଲ ଭିଉଅର କହୁଛେ, ନାଇଁ କି? ଯେଉଁଟାକୁ ଲୋକ ଅଧିକ ଦେଖିଲେ ସେ ନିଶ୍ଚିତ ଭାବରେ ଭଲ ହେଇଛି ବୋଲି ଲୋକ ଅଧିକ ଦେଖିଲେ, ଏଠି ଭାଇରାଲ କ'ଣ ରହିଲା? ଏବେ ସେ ଲୋକଙ୍କର ଗୋଟେ ଅଭିଯୋଗ ଆସୁଛି ଯେ କଳାକାର ମାନଙ୍କ ପଇସା ବଢିଗଲାଣି ଏତେ ଯେ ଆମେ ଟିକେଟ ଖଣ୍ଡେ କିଣିକି ଦେଖିବା କଷ୍ଟ ହୋଇପଡୁଛି। ଏ ସବୁ ପାଇଁ ଦାୟୀ ବୋଲି ଆପଣ କାହାକୁ ନିଜ ଭାବରେ ମନେ କରୁଛନ୍ତି? ଶୁଣନ୍ତୁ, ସମୟ ଅନୁସାରେ ସବୁ ବଢ଼ୁଛି। କାଲି ଆମେ ଗୋଟେ ଚକୋଲେଟ୍ ଯେଉଁ ଆସୁଥିଲା ଆମର କମଳା ଚକୋଲେଟ୍, ମୁଁ ଯେତେବେଳେ ଛୁଆ ହେଇଥିଲି ମୁଁ ଟଙ୍କାରେ 20ଟା ଚକୋଲେଟ୍ ଆଣୁଥିଲି। ଆଜି ସେଇ ଚକୋଲେଟ୍ର ଦାମ 5 ଟଙ୍କା ହେଇଛି ନା ନାହିଁ? ବଢ଼ିନି? ତାହେଲେ କଳାକାର ଏତେ ପରିଶ୍ରମ କରୁଛି, ଘର ଦ୍ୱାର ଚାଳିକି, ତାଙ୍କ ରେଟ୍ କ'ଣ ବଢ଼ିଲା? ରେଟ୍ ନ ବଢ଼ିଲେ ସେ ଖଟିବେ କାହିଁକି, କାମ କରିବେ କାହିଁକି? ଯେଉଁଠି ବଲିଉଡ଼ ହଲିଉଡ଼ରେ ଏତେ କୋଟି କୋଟି ଟଙ୍କା ନେଉଛନ୍ତି, ଗୋଟେ ହିରୋ 100 କୋଟି 50 କୋଟି ନେଉଛନ୍ତି, ଏମାନେ ତା ତୁଳନାରେ କିଛି ନେଉନାହାନ୍ତି। କଳାକାର ଯଦି ଆପଣ ଦେଖନ୍ତୁ, ଜଣେ କଳାକାର ବ୍ୟାନରରେ ଯଦି ପାର୍ଟି ଚାଲୁଛି, ଯଦି କଳାକାର ତାଙ୍କୁ ଇନକମ୍ ଦେଉଛି, ସେ ପଇସା ନେବାର ଅସୁବିଧା ରହିଲା କେଉଁଠି? ଏଇଟା ଗୋଟେ ନାଟକ, ଗୋଟେ ଶିକ୍ଷା ଅନୁଷ୍ଠାନ ସାର୍। ଆଗରୁ କଳାକାର ମାନେ ନିର୍ଦ୍ଦେଶକ ମାନଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିଲେ, ଆମେ ମଧ୍ୟ କଳାରେ ନିପୁଣ, ଆମେ ବି ସମ୍ମାନ। ଏବେ ସାର୍ ସେ ସମ୍ମାନ ଅଛି କଳାକାର ମାନଙ୍କ ନା ଆପଣ ଟିକେ ମନେ କରୁଛନ୍ତି ଟିକେ କମିଗଲା? ନାଇଁ, କମିଯାଇଛି। ହଁ, କମିଯାଇଛି ନା ସେ ସମ୍ମାନ, ସେ ଯେଉଁ ଗୁରୁର ଯେଉଁ କଥାଟା, ସେ ସମ୍ମାନ ଏବେ କମିଯାଇଛି। ଏମାନେ ଅସୁବିଧା କ'ଣ ହେଇଛି କି, ଗୁରୁ ଗୁଡ଼ାକ ଗରିବ ହେଇଯାଇଛନ୍ତି, ହେଲା କି? ଏ ଭଙ୍ଗା ମୋଟର ସାଇକେଲ ଧରିକି ବୁଲୁଛନ୍ତି, ହେଲା କି? ଶିଷ୍ୟମାନେ ବହୁତ ଆଗକୁ ଯାଇଛନ୍ତି। ଆଗକୁ ଯିବା ପଛର ଲୋକଟା ହେଉଛି ଗୁରୁ। ଜଣେ ଲେଖିଛି ବୋଲି ଜଣେ ଆଗକୁ ଯାଇଛି, ଜଣେ ନିର୍ଦ୍ଦେଶନା ଦେଇଛି ବୋଲି ସେ ଯିଏ ବି ଆଜି ଆଗକୁ ଯାଇଛନ୍ତି, ସେମାନେ କାହା ଲେଖା ପାଇଁ ଆଗକୁ ଯାଇଛନ୍ତି, କାହା ନିର୍ଦ୍ଦେଶନା ପାଇଁ ଆଗକୁ ଯାଇଛନ୍ତି, କଳା କ୍ଷେତ୍ରର କଥା ମୁଁ କହୁଛି, ହେଲା କି? ତେଣୁ ସେମାନେ କିଛି ଲୋକ, ସମସ୍ତେ ନୁହନ୍ତି, ବହୁତ ଲୋକ ଅଛନ୍ତି, ସେମାନେ ଆଜି ବି ସେଇ ପିତୃତୁଲ୍ୟ ସମ୍ମାନ ଦିଅନ୍ତି। କିଛି ଅଛନ୍ତି ତା ଭିତରୁ କିଛି କଳାକାର ଯେଉଁମାନେ ମାଷ୍ଟରଙ୍କୁ ମାଷ୍ଟର ବୋଲି ଭାବନ୍ତିନି, ହେଲା କି? ଏଗୁলো ସେମାନେ ଭାବନ୍ତି ଯେ ଆମେ ମାଷ୍ଟରଠୁ ଅଧିକ ଜାଣିଛୁ, ହେଲା କି? ଏଇଟାକୁ ଏମିତି କରିଦେଲେ ହୁଅନ୍ତାନି, ସେଇଟାକୁ ସେମିତି କରିଦେଲେ ହୁଅନ୍ତାନି, ଏ ଡାଇଲଗ୍ଟା କାହିଁକି ଏମିତି ହେଲା, ଏଇ ଡାଇଲଗ୍ଟା ସାର୍ ଟିକେ ଏମିତି ଲେଖି ଦେଉନାହାନ୍ତି, ହେଲା କି? କିଛି କଳାକାର ଅଛନ୍ତି, 85% କଳାକାର ଆଜି ବି ସେଇ ଶୃଙ୍ଖଳା ଭିତରେ ଅଛନ୍ତି, 15% କଳାକାର ବିଶୃଙ୍ଖଳିତ ହେଇଯାଇଛନ୍ତି। ସାର୍ ଆପଣଙ୍କ ନାଁ ଗୁରୁ, ଆପଣ ବି ଗୁରୁ ସାର୍। ସାର୍ ସେଇ କଥା ଆପଣ ଯେଉଁ କହୁଥିଲେ, ବଡ଼ ବଡ଼ ବ୍ୟାନର ଆର୍ଟିଷ୍ଟ ପୁଳା ପୁଳା ଟଙ୍କା ନେଉଛନ୍ତି, ସେଇମାନେ ବେଳେବେଳେ ନିର୍ଦ୍ଦେଶକ ମାନଙ୍କୁ ଏମିତି କୁହନ୍ତି ଯେ ନାଇଁ ନାଇଁ ଟିକେ ଚେଞ୍ଜ କର, ମୋ ସିନ୍ଟା ଟିକେ ଏମିତି କର, ତାହେଲେ ଭଲ ହେବ। ସେଇଠି ଅସମ୍ମାନ ତ ଲାଗେ। ନିଶ୍ଚିତ ଭାବରେ ଅସମ୍ମାନ ଲାଗିବନି। ଆପଣ ଗୋଟେ ଜିନିଷ ତିଆରି କରୁଛନ୍ତି, ଆପଣ ବହୁତ ଭାବିଲେ, ସିଏ ସେ କଥାଟା ଭାବିନି, ସିଏ କେବଳ ତା କଥା ଭାବିଲା, ସାର୍ ମୋର ଏଇଟା ଟିକେ କମିଗଲା, ମୋର ଏଇଟାକୁ ଟିକେ ଏମିତି ଏମିତି ବଢ଼େଇକି ଇଏ କରିଦିଅନ୍ତୁ, କିନ୍ତୁ ସେ ନାଟକ କଥାଟା ଭାବିଲାନି। ଗୋଟେ ନାଟକ ଭଲ ହେଲେ ତା ଭିତରେ ସବୁ ଚରିତ୍ର ସୁପରହିଟ୍। ଯଦି ଗୋଟେ ବ୍ୟକ୍ତିଗତ ଚରିତ୍ର ସୁପରହିଟ୍ ହୁଏ, ନାଟକ ହବ ନ ହବ କହିହେବନି। ଏ କଥାଟାକୁ କେହି ବୁଝୁନାହାନ୍ତି। କିଏ ବେଶୀ ଅଭିଯୋଗ କରେ ସାର୍, ହିରୋ ଭିଲିଆନ ନା ହିରୋଇନ, କିଏ ସାର୍ ଅଭିଯୋଗ ବେଶୀ କାହାର? ସେମିତି ତ କାହାର ନାଁ କହିହେବନି, ହେଲା କି? ଅଛନ୍ତି ତା ଭିତରେ 15%। ଆପଣମାନେ ସମସ୍ତେ ଜାଣିଛନ୍ତି, ଆପଣମାନଙ୍କୁ କହିବା ଦରକାର ନାହିଁ। ଆପଣମାନେ ସେ ଦେଖୁଥିବେ ବିଭିନ୍ନ ଅନୁଷ୍ଠାନରେ ସେ ଅମୁକ ଅମୁକ ହେଲା, ସେ ନାଟକ ବନ୍ଦ ହେଇଗଲା, ସେ ସମକ ଅଧାରୁ ବନ୍ଦ ହେଲା। କାହିଁ ବନ୍ଦ ହେଲା? କିଛି ସେମିତି ଗୋଟେ କିଛି ରିଜିନ୍ ଆସିଥିବ ବୋଲି ହେଉଛି, ହେଲା କି? ତାପରେ କେହି ବୁଝୁନାହାନ୍ତି ଏଠି। ମୁଁ ବା କହିଲି ଏଠି ସମସ୍ତେ ବ୍ୟସ୍ତ, କେହି ବୁଝିବାକୁ କିଛି ନାହିଁ,
है कि ये मु भावुची यात्रा संस्था यात्रा अनुष्ठान किसी मालिक मानकर पागलामी कहले अत्युक्ति हेनी से मैंने कौन कौ जन्म कौन करते गुड़ाए अर्थ श्राद्ध कर कि मालिक आम कथा छाड़ू मालिक मैंने भी से सम्मान पाऊना जी पाइबा कथा ना मालिक मैंने बहुत गुमुरी गुमुरी काटुं लाभ होଉଛି मालिक मान कौटी अच्छे कार गोटे दुईटा पार्टी हो अधिकांश पार्टी लस सम्मान सम्मान केवल से मैंने कौन भावुं कि काले बंद करदे मो सम्मान चलीज ये से ना बहुत मालिक बंद करदे मुड उपर अच्छा बंद भी हो जाऊँ गोटे पार्टी अनुष्ठान बंद हो जाऊनि कहीं बंद हो मालिक तुमको पैसा देला राइटर डायरेक्टर बुझीदेला तुम ड्रेस देला खाଇବା देला सब देला गोटे अनुष्ठान भितर जो सहयोग समस्त 100% न रहा संस्था चलो कि गोटे कथा पचारे राजनीति में दल अदल बदल होची पार्टी में दल अदल बदल होची सर से दिना दिना फिल्म इंडस्ट्री जमती खसी खसी गला आपको लगुनि नाटक इंडस्ट्री नहीं मु भावे प्रत्येक युद्ध पर गोटे शांति अच्छी तेणु यात्रा होची ओडिशार एकमात्र सर्वबृहत मनोरंजन गणमाध्यम आपको कहीं नष्ट करें किसी मालिक आसवे किसी मालिक जी केते राइटर डायरेक्टर आसवे केते राइटर गले आसिले किसी कलाकार गले आसिले धीरे धीरे रिफॉर्म हो गोटे कथा आपको लगे आप निर्देशना देती ये भलसे शिखई कि से दर्शक भी बस देखुं मुझे जहाँ शिखई सी से करूनी से केमती लगे सर भारी दुख लगे बहुत कष्ट लगे निजक धिकार करने को पड़े डायरेक्टर ठीक से शिखे हाँ से किसी कलाकार कहते दर्शक चाहून तो ये दर्शक कौन आसिक तुम ये राइटर कौन जान से जो भाषा जो तुम जो कहवाक जाऊच से जोटा परिवेशन कर राइटर कौन जान से भाषाटा सी कौन लिखिपार ना कि सब दोष जाए राइटर डायरेक्टर से छंदरे से मैंने कहती से छंद बाहर गले धरा पड़गले असुविधा होगा आमको बहुत कष्ट लगे आम बेले बेले कहू अरे बाबा कहीं कौच ना आज्ञा दर्शक चाहून तो दर्शक कौन आसिक तुम ग्रीन रूम कही दर्शक से कहले तुम अधिक बढ़े दियो आउ दर्शक कहले कमे दियो बोली शेष प्रश्न दर्शक को कौन कहे कहीं निहार आपणकर दी जनकर कम्बो एवं दीपक सार आपणकर कम्बो लोक अपेक्षा करेष में कौन कहे पर्टिकुलर स्वर्ण महल यही नाटक को नहीं दर्शक मान मु निश्चित भाव में दर्शक को कहबी 2026-27 डॉक्टर दीपक जेना मु अमृतांशु पट्टनायक निगम मिश्र चुई सार आमर चिरंजीव आमर प्रयोजना संस्था समस्ते एक भल प्रयास करछु आपण मैंने आसतु देखु नाटक निश्चित भल लगे निश्चित आपण को मनोरंजन खोराक जोगाइब बहुत बहुत धन्यवाद ये आखड़ा घर भितर व्यस्तता समय भितर आपण टिके समय काढ़ी समाज को देले आम आपण पाखे सार ऋणी कहीं आपण भली गुरु बंचिंट बोली ये अनुष्ठान बंची ये यात्रा कलाकार बंची आज आम आसु इंटरव्यू ना आपको बहुत बहुत धन्यवाद आपण जमी शुणुते ये थे आम सहित गुरु सार निर्देशक स्वर्ण महल गोटे नाटक नहीं आपण पाक आस दीपक जेना लिखित गुरु सार निर्देशित निश्चय देखिए कहीं सार कहते मैंने निश्चय भल हो आम भी आसबू देखापी आप निश्चय आसबे देखापी भुवनेश्वर उमाकांत प्रदीप कुमार जेना समाज लाइव गाड़ी किनिबाको भाबुछंती ताले आसंतो कार बाजार जोटी आपनको मिलिबो लो प्राइस कार ठु आरंभ करी लग्जरियस कार्स 10,000 किलोमीटर पर्यंत वारंटी और अफोर्डेबल प्राइस रे औ हां एबे आपनकर फेवरेट कार बाजार रो सेकंड आउटलेट खोली जायछि ऑपोजिट ऑफ एसोटेक वॉल पहाड़ भुवनेश्वर ताले एबे लो प्राइस रे लग्जरियस कार किनंतो केवल कार बाजार रु।